ନମସ୍କାର। ଆସନ୍ତୁ ଆଜି ଏକ ଏମିତି ବିଷୟରେ କଥା ହେବା ଯାହା ଆମ ସମସ୍ତଙ୍କ ଜୀବନର ଏକ ମୂଳଦୁଆ, କିନ୍ତୁ ଆମେ ପ୍ରାୟତଃ ଏହାକୁ ଅଣଦେଖା କରିଦେଉ। ସେଇଟା ହେଉଛି ନିଦ। ତେବେ ଚାଲନ୍ତୁ ଆଜିର ଏହି ବିଶ୍ଳେଷଣରେ ବୁଝିବା ନିଦ ଆମ ସ୍ୱାସ୍ଥ୍ୟ ପାଇଁ ପ୍ରକୃତରେ କେତେ ଜରୁରୀ। ଆଉ ଏହି ଆଲୋଚନାର ଆରମ୍ଭ ଗୋଟିଏ ବହୁ ଶକ୍ତିଶାଳୀ କଥାରୁ କରିବା। କୁହାଯାଏ ଯେ ନିଦ କେବଳ ଏକ ବିଶ୍ରାମ ନୁହେଁ, ଏହା ପ୍ରକୃତିର ଏକ ଦିବ୍ୟ ଉପହାର। କେବଳ ଶରୀରକୁ ଆରାମ ଦେବା ପାଇଁ ନୁହେଁ, ବରଂ ଆମ ଜୀବନ ପାଇଁ ଏହା ଏକ ବରଦାନ ଭଳି। କଳ୍ପନା କରନ୍ତୁ ତ, ଜୀବନର ଏମିତି ଏକ ସ୍ଥିତି ଯେଉଁଠି କୌଣସି ଦୁଃଖ ନାହିଁ କି କୌଣସି ଚିନ୍ତା ନାହିଁ, କେବଳ ଅଛି ଅପୂର୍ବ ଶାନ୍ତି। ସେଇଟା ହିଁ ତ ନିଦ। ଆଉ ଜାଣନ୍ତି, ଏହା ଏତେ ମୂଲ୍ୟବାନ ଯେ ବଡ଼ ବଡ଼ ସମ୍ରାଟମାନେ ବି ଏହାକୁ ପାଇବା ପାଇଁ ବ୍ୟାକୁଳ ହୁଅନ୍ତି, କିନ୍ତୁ କୌଣସି ବି ମୂଲ୍ୟ ଦେଇ ଏହାକୁ କିଣିପାରନ୍ତି ନାହିଁ। ଦେଖନ୍ତୁ, ଏଠି ଦୁଇଟି ଅଲଗା ଅଲଗା ଚିତ୍ର ଅଛି। ଗୋଟିଏ ପଟେ ଯେତେବେଳେ ଶାନ୍ତିପୂର୍ଣ୍ଣ ନିଦ ମିଳେ, ଜୀବନରେ ଅପୂର୍ବ ଶାନ୍ତି ଆସେ। ଏହା ଏକ ଦିବ୍ୟ ଉପହାର ଭଳି ଲାଗେ। କିନ୍ତୁ ଅନ୍ୟପଟେ ଯେତେବେଳେ ସେହି ନିଦ ହଜିଯାଏ, ଜୀବନଟା ପୁରା ବିଷାଦମୟ ହୋଇଯାଏ। ସ୍ୱାସ୍ଥ୍ୟ ଖରାପ ହୁଏ ଆଉ ମଣିଷ ରୋଗରେ ପଡ଼ି ବିଚଳିତ ହୋଇଯାଏ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଆମେ କ'ଣ ହରାଇବାର ଆଶଙ୍କା ରଖୁଛୁ। ହେଲେ ଗୋଟେ କଥା ମନକୁ ଆସେ, ଯଦି ନିଦ ଏତେ ମହତ୍ତ୍ୱପୂର୍ଣ୍ଣ, ତାହେଲେ ଆମ ଆଧୁନିକ ସମାଜରେ ଏହାକୁ ଏତେ ଅବହେଳା କାହିଁକି କରାଯାଉଛି? ଚାଲନ୍ତୁ ଆମର କିଛି ସାଧାରଣ ଭୁଲ ଧାରଣା ବିଷୟରେ ଆଲୋଚନା କରିବା, ଯାହା ଏହି ଜରୁରୀ ଜିନିଷକୁ କ୍ଷତି ପହଞ୍ଚାଉଛି। ଆମର ପ୍ରଥମ ଉଦାହରଣ ଏକ ଏମିତି ପ୍ରଶ୍ନରୁ ଆରମ୍ଭ ହେଉଛି ଯାହା ପ୍ରାୟ ସବୁ ମାଆମାନଙ୍କ ମନରେ ଥରେ ନା ଥରେ ନିଶ୍ଚୟ ଆସିଥିବ। ଗୋଟିଏ ଛୋଟ ପିଲା ପାଇଁ ଖାଦ୍ୟ ଅଧିକ ଜରୁରୀ ନା ନିଦ? ଆଉ ଏହାର ଉତ୍ତର ହୁଏତ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ। ଅନେକ ମା ଭାବନ୍ତି ଯେ ଖାଇବା ହିଁ ସବୁକିଛି, ଆଉ ସେଥିପାଇଁ ଶୋଇଥିବା ପିଲାକୁ ବି ଉଠେଇ ଖୁଆଇ ଦିଅନ୍ତି। କିନ୍ତୁ ଜାଣନ୍ତି, ଏହି ଉତ୍ସ ଅନୁସାରେ ଏହା ଏକ ବହୁତ ବଡ଼ ଅନ୍ୟାୟ, କାରଣ ସେହି କୋମଳ ଶିଶୁ ପାଇଁ ଖାଦ୍ୟଠାରୁ ବି ଅଧିକ ବଡ଼ ଦିଏ ନିଦ୍ରା। ଏହା ସେମାନଙ୍କର ଭଲ ପାଇବା, କିନ୍ତୁ ଅଜ୍ଞାନତା ଯୋଗୁଁ ଏମିତି ହୋଇଥାଏ। ଆଚ୍ଛା, ଆଉ ଗୋଟେ ଉଦାହରଣ ଦେଖିବା, ଯାହା ଛାତ୍ରଛାତ୍ରୀମାନଙ୍କ ସହ ଜଡ଼ିତ। ବିଶେଷ କରି ପରୀକ୍ଷା ସମୟରେ ରାତି ରାତି ଅନିଦ୍ରା ରହି ପଢ଼ିବାଟା ଗୋଟେ ସାଧାରଣ କଥା ହୋଇଗଲାଣି। ହେଲେ ଯେଉଁ ଛାତ୍ରମାନେ ଭାବନ୍ତି ଯେ ରାତିସାରା ଚା କି ସିଗାରେଟ୍ ପିଇ ପଢ଼ିଲେ ସେମାନେ ଆଗକୁ ଯିବେ, ସେମାନେ ପ୍ରକୃତରେ ନିଜର ହିଁ କ୍ଷତି କରୁଛନ୍ତି। ଏମିତି କରିବା ଦ୍ୱାରା ସେମାନଙ୍କର ସ୍ୱାଭାବିକ ସ୍ୱାସ୍ଥ୍ୟ ତ ନଷ୍ଟ ହେଉଛି, ତା ସହିତ ମସ୍ତିଷ୍କର ଶକ୍ତି ମଧ୍ୟ କମିଯାଉଛି। ତେବେ ଏସବୁ କ୍ଷତିକାରକ ଅଭ୍ୟାସ ପଛରେ ପ୍ରକୃତ କାରଣଟା କ'ଣ? ଏହି ଭୁଲ ଧାରଣା ସବୁ ଆସୁଛି କେଉଁଠୁ? ଏହାକୁ ବୁଝିବା ପାଇଁ ଆମକୁ ସ୍ୱାସ୍ଥ୍ୟର ପ୍ରକୃତ ଅର୍ଥକୁ ଟିକେ ଗଭୀର ଭାବେ ବୁଝିବାକୁ ପଡ଼ିବ। ଆଉ ଏସବୁର ମୂଳରେ ଅଛି ଗୋଟିଏ ବହୁତ ବଡ଼ ଭୁଲ ବୁଝାମଣା। ଆମେ ଭାବୁ ଯେ ନିଦ ମାନେ ସମୟ ନଷ୍ଟ କରିବା, ଆଉ ସେହି ସମୟକୁ ବଞ୍ଚାଇବା ପାଇଁ ଆମେ ନିଦକୁ ହିଁ ହରାଇ ବସୁ। କିନ୍ତୁ ସତ କହିବାକୁ ଗଲେ, ଏହି ଯେଉଁ ସମୟ ବଞ୍ଚାଇବାର ଚେଷ୍ଟା, ଏହା ଏକ ପ୍ରକାରର ଧୋକା। ପ୍ରଗତି ଆଉ କ୍ୟାରିୟର ନାଁରେ ଯେତେବେଳେ ଆମେ ନିଦ ସହ ସାଲିସ କରୁ, ଆମେ ପ୍ରକୃତରେ ନିଜ ଭବିଷ୍ୟତ ପାଇଁ ରୋଗ ଆଉ ଦୁଃଖର ମଞ୍ଜି ହିଁ ବୁଣିଥାଉ। ଏହା ସତରେ ଏକ ବହୁତ ଖରାପ ସୌଦା। ତେଣୁ ଆସନ୍ତୁ ଆମେ ନିଦକୁ ଗୋଟେ ପୁରା ନୂଆ ନଜରରେ ଦେଖିବା। ଭଲ ନିଦ ବା ସମ୍ୟକ୍ ନିଦ୍ରା ସମୟର ଅପଚୟ ଆଦୌ ନୁହେଁ, ବରଂ ଏହା ହେଉଛି ଜୀବନର ସ୍ୱଭାବ। ଏହାକୁ ଆମେ ସ୍ୱାସ୍ଥ୍ୟର ଆଉ ଏକ ନାମ ବୋଲି ନି କହିପାରିବା। ଗୋଟେ ଭଲ ରାତିର ନିଦ ହିଁ ତ ଆଗାମୀ ଦିନକୁ ସୁଖୀ ଏବଂ ସମ୍ପୂର୍ଣ୍ଣ କରେ। ଚାଲନ୍ତୁ ଏବେ ଶେଷରେ ଏକ ଏମିତି ଉପମା ବିଷୟରେ କଥା ହେବା, ଯାହା ନିଦ ବିଷୟରେ ଆମର ପୁରା ଚିନ୍ତାଧାରାକୁ ବଦଳାଇ ଦେଇପାରେ। ଦେଖନ୍ତୁ, ଆମେ ଯେମିତି ପ୍ରତିଦିନ ଗାଧେଇକି ନିଜ ଦେହକୁ ସଫା କରୁ, ଠିକ୍ ସେମିତି ନିଦ ହେଉଛି ଆମ ମନ ଆଉ ମସ୍ତିଷ୍କ ପାଇଁ ଏକ ସ୍ନାନ। ଏହା ଦିନସାରାର କ୍ଳାନ୍ତି, ଚିନ୍ତା ଆଉ ମାନସିକ ମଇଳାକୁ ପୂରାପୂରି ଧୋଇଦିଏ ଆଉ ଆମକୁ ପରଦିନ ପାଇଁ ପୁଣିଥରେ ତାଜା ଆଉ ନିର୍ମଳ କରିଦିଏ। ତେଣୁ ଏହି ସବୁ ଆଲୋଚନା ପରେ ଶେଷରେ ମନରେ ଗୋଟିଏ ହିଁ ପ୍ରଶ୍ନ ଆସେ, ଯେତେବେଳେ ଜଣେ ନିଦ କମ୍ କରି ସମୟ ବଞ୍ଚାଇବାକୁ ଚେଷ୍ଟା କରେ, ସେତେବେଳେ ସେ ପ୍ରକୃତରେ କ'ଣ ବଞ୍ଚାଉଛି? ସମୟ ନା ନିଜର ସବୁଠୁ ମୂଲ୍ୟବାନ ସମ୍ପତ୍ତି, ଅର୍ଥାତ୍ ନିଜ ଜୀବନକୁ? ଏକଥା ଟିକେ ଭାବିବା ଦରକାର।